श्री जगन्नाथ श्री जगन्नाथ शंखमध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघनरुचिरं संयुतं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्रवन्द्यं वेदानां सारमीशं सजनपरिवृतम् ब्रह्मदारुं स्मरामि ब्रह्मदारुं स्मरामि। तुम्हें अनंत क्षय हे जगन्नाथ तुम्हें अव्यक्त अक्षर हे जगन्नाथ निज इच्छारु सृजिल हे जगत आदि नाही जे तुमर नाही अंत तुम्हें पवित्र ओंकार चिर सत्य नील सिंधु तीरे नीलाचल तहि विराजित बड़ देउल दारु ब्रह्म रूपे हे विश्व पालन उड़ा पताका पतित पावन सत्य धर्म न्याय परिसंस्थापित भक्तर तुमे होइछ हे नाथ श्री जगन्नाथ श्री जगन्नाथ जगन्नाथ श्री जगन्नाथ श्री जगन्नाथ यही बाहस्फोट मारुथिबा बाचस्पति जने बात रोगी तांको चिकित्सा मध्य मते ही करबा पड़ुची तमे समस्ते जो माने धर्मर पताका धरि एठी ठिया आइछ केते बेले ना केते बेले मोर साहाय्य नैछ मणिमा कन्या हेची कन्या संतान हे प्रभु नीलमाधव हे प्रभु नीलमाधव मणिमा रानी मां का अवस्था गुरुतर समय रानी मां गोटे शिशुर लालन पालन पाई आउ गोटे जीवन को ध्वंस करि परिबि नै ता छड़ा ए राज्यर नियम मु तैयारी करछि तेणु ताकू मो निज हाथ रे भांगी परिबि नै काल निरवधि विपुलाच पृथ्वी समयर स्रोतरे केते घटना घटी जाए केते चरित्र पृथ्वी पृष्ठर विदाय नियंती
पुणी आसंती नुआ आगंतुक माने। सेमिति विश्वावसुंक जीवन में घटी चलीथिला गोटिए परे गोटिए घटना, मात्र से थिले अविचलित स्थित प्रज्ञ। ललिता को जन्म दे पद्मावती स्वर्गारोहण कले, मात्र विश्वावसु से जेपरी नीलमाधवंक बिना जगतरे आउ किछि भी देखि पारु नथिले। तेबे तेबे ललितार लालन पालन करिब किए? पद्मावती सुकुमारी उपरे जो गुरु दायित्व दे जाइछंती से कौन पालन करि पारिब? से दायित्व निजर भविष्यत घर बांधिबार स्वप्न ए सब को त्याग करी से कौन ललिता पई सारा जीवन कुमारी ही रही जीव? सुकुमारी एमिति अनेक प्रश्न भितरे अतिष्ठ हेउथला। कौन करिब से? सुकुमारी तू किंतु झड़ वर्षा राति निछाटिया रास्ता राजउआसरू एते बट तू वर्षा भिजी भिजी आसीचु कहीं? तम सहित मोर जरूरी कथा अछि।
एते रातिरे पुणी की कथा? ଭିତରକୁ ଯିବାକୁ ଦବ ନା ଏମିତି ବାହାରେ ବାହାରେ ତମ ସହିତ କଥା ହେଇ ଚାଲିଯିବି? ଆଲୋ ଆସନ୍ତା ପୁନେରେ ଘରଟା ଯାହାର ନିଜର ହେଇଯିବ ତାକୁ ଆସିବାକୁ ନ ଦେବା ପାଇଁ ମୁଁ କିଏ? ଆ ଭିତରକୁ ଆ। ଏମିତି କ'ଣ ଦେଖୁଛ? ଗଲା ଶ୍ରାବଣରେ ଆମ ନଈରେ ବନ୍ୟା ଆସିଥିଲା। ତୋ ରୂପ ତ ଭରା ନଈ ଥିଲା। ଆଜି ଏ ଶ୍ରାବଣରେ ଦେଖୁଛି ସେଥିରେ ବନ୍ୟା ଆସିଛି। ସତରେ ସୁକୁମାରୀ, ତୋର ଏହି ବର୍ଷା ଭେଜା ଦେହଟା ମୋ ଆଖିରେ ଆହୁରି ସୁନ୍ଦର ହେଇ ଉଠୁଛି। ଦେହ ସାରା ମୋ ପାଣିରେ ଜୁଡୁବୁଡୁ। ମୁଁ ଜାଣେ ମୋ ଦେହ କେମିତି ଶୀତେଇ ଉଠୁଛି। ମା ମଲା ପରେ ଏ ଘରେ ଆଉ କିଏ ସ୍ତ୍ରୀ ଲୋକ ନାହାନ୍ତି। ଥିଲେ ତୋ ପାଇଁ ଶୁଖିଲା ଲୁଗାଟେ ନିଶ୍ଚୟ ମିଳିଥାନ୍ତା। ଦରକାର ନାହିଁ। ଶୋଇଲା ଛୁଆଟାକୁ ଛାଡ଼ି ମୁଁ ଏଠିକି କାହିଁକି ଧାଇଁ ଆସିଛି ସେ କଥା ତ ପଚାରିଲନି। ହଁ ସତେ ତ। କ'ଣ ପାଇଁ ତୁ ଆସିଛୁ? ଆସନ୍ତା ପୂର୍ଣ୍ଣମୀ ତିଥିରେ ଆମର ବାହାଘର ହବ ନା ଚିନ୍ତାମଣି? ହଁ, ଏଇଟା ତ ରାଜାଙ୍କର ଆଦେଶ। ହେଲେ ରାଜାଙ୍କ ଆଦେଶ ବାହାରେ ଆଉ କାହାର ତ ଇଚ୍ଛା ଅନିଚ୍ଛା ଥାଇପାରେ। ନିଶ୍ଚୟ ଥାଇପାରେ, କିନ୍ତୁ ମୋ ବିଚାରରେ ଆମ ବିଷୟରେ ନୁହେଁ। ଠିକ୍ କହିଛ ଚିନ୍ତାମଣି। ତମ ବିଚାରରେ କି ମୋ ବିଚାରରେ ନୁହେଁ। ତମେ ମତେ ଭଲ ପାଅ ନା ଚିନ୍ତାମଣି? ହଁ। ଅନ୍ତର ଦେଇ ଚାହଁ। ସେଇ ପିଲାଦିନରୁ ତମର ମୋର ସମ୍ପର୍କ ଗଢ଼ି ଉଠିଛି। ତାକୁ ତମେ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ବାନ୍ଧିବାକୁ ଚାହଁ? କୁହ ଚିନ୍ତାମଣି, ନୀରବ ରହିଲ କାହିଁକି? ଆଜି ତମର ଏ ଉତ୍ତର ଭିତରେ ମୁଁ ନିଜକୁ ଖୋଜି ପାଇବି ଚିନ୍ତାମଣି। ସୁକୁମାରୀ, ମୁଁ ଆଉ ଥରେ ମନେ ପକେଇ ଦେବାକୁ ଚାହୁଁନି ଆମ ପିଲାଦିନ କେମିତି କଟିଛି। ଆଉ ଥରେ ପ୍ରମାଣ ଦେବାକୁ ଚାହେଁନି ମୁଁ ତତେ କେତେ ଭଲ ପାଏ, କେତେ ଚାହେଁ। ତଥାପି ଆଉ ଥରେ ତୁମ ମୁହଁରୁ ଶୁଣିବାକୁ ଚାହୁଁନା? ତାହେଲେ ଶୁଣ, ଯଦି ଏ ଦୀପ ଶିଖାରେ ଜାଳିଦେବାର ଶକ୍ତି ଥାଏ ତାହେଲେ ଏ ହାତକୁ ଜାଳିଦେବା ପର୍ଯ୍ୟନ୍ତ ମୁଁ କହି ଚାଲିଥିବି, ମୁଁ ତତେ ଭଲ ପାଏ, ବହୁତ ଭଲ ପାଏ। ଆଃ ଚିନ୍ତାମଣି, ତମେ ମତେ ନିଶ୍ଚିନ୍ତ କରିଦେଲ। ସେଇ ଭଲ ପାଇବା ଦାବିରେ ମୁଁ ଯଦି ତମଠୁ କିଛି ପାଇବାକୁ ଅଳି କରେ ମତେ ଦବ? କ'ଣ ଚାହୁଁ ତୁ? ମୋ ହୃଦୟ, ମୋ ହୃତ୍ପିଣ୍ଡ? ଛି ଚିନ୍ତାମଣି, ମୁଁ ତମର ସ୍ତ୍ରୀ ହେବି ଯେ ତମେ ହୃତ୍ପିଣ୍ଡ ଦେଇଦେଲେ ମୁଁ କାହାକୁ ନେଇ ଘର କରିବି? ଛୋଟିଆ ମାଗୁଣିଟିଏ ମୋର, ନିହାତି ଛୋଟିଆ। ମାଗ, ଥରେ ମାଗିକି ଦେଖ। ମୋ ଦେହ ଛୁଇଁ ଶପଥ କର। ଶପଥ କଲି। କ'ଣ ମାଗୁଛୁ ମାଗ? ଇଏ ନୀଳମାଧବଙ୍କ ଆଜ୍ଞାମାଳ। ଏଇ ମାଳ ଛୁଇଁ ଶପଥ କର। ପ୍ରଭୁ ନୀଳମାଧବଙ୍କ ମାଳ ଛୁଇଁ ମୁଁ ଶପଥ କରି କହୁଛି, ତୁ ଯାହା ମାଗିବୁ ମୁଁ ଦେବି। ଚିନ୍ତାମଣି, ଏବେ ମୁଁ ଜାଣିଲି ସତରେ ତମେ ମତେ ବହୁତ ଭଲ ପାଅ। କ'ଣ ଚାହୁଁ ତୁ କହ? ସାମାନ୍ୟ ପଦ୍ମ ଫୁଲଟିଏ। ପଦ୍ମ ଫୁଲ? ହଁ, ପଦ୍ମ ଫୁଲ।
ବାହା ହେବା ଆଗରୁ ସେଇ ପଦ୍ମ ଫୁଲଟିଏ ମୋର ଦରକାର। ପିଲାଦିନେ ତୋର ମନ ଅଛି ନା ସୁକୁମାରୀ? ଜହ୍ନକୁ ଦେଖି ହଠାତ୍ ତୁ ମତେ ଦିନେ କହିଲୁ ମତେ ସେଠିକି ନେଇଯାଅ। ଆଉ ସେଦିନ ଗଛ ଉପରେ ଚଢି ଜହ୍ନକୁ ଛୁଇଁବା ପାଇଁ ମୁଁ ବହୁତ ଚେଷ୍ଟା କରିଥିଲି। ଆଉ ଆଜି ଭାବିଥିଲି ତୁ ସେମିତି କିଛି ଗୋଟେ ଅସମ୍ଭବ କଥାଟେ ମାଗିବୁ ବୋଲି, ଅଥଚ ପଦ୍ମଫୁଲ। ଆରେ ଗୋଟେ କାହିଁକି, କହିବୁ ଯଦି ଭାରେ ପଦ୍ମଫୁଲ ଆଣି ତୋ ପାଦ ତଳେ ଥୋଇଦେବି। ଭାରେ ନୁହେଁ ମ, ଗୋଟିଏ, ଖାଲି ଗୋଟିଏ। ହେଲେ ସେ ପଦ୍ମ ଫୁଲଟି ଫୁଟିଥିବ ପାହାଡ଼ ଉପରେ। ସେଇ ପଦ୍ମ ଫୁଲ କଥା ପିଲାଦିନେ ମା କୋଳରେ ଶୋଇ ଶୁଣିଥିଲି। ସେଇ ଫୁଲ କୁଆଡ଼େ ଅହିସୁଲକ୍ଷଣୀ କରାଏ, ଧନ ଜନ ଗୋପଲକ୍ଷ୍ମୀ ବଢ଼ାଏ। ଭାରି ଇଚ୍ଛା ହେଉଛି ଚିନ୍ତାମଣି ସେମିତି ପଦ୍ମ ଫୁଲଟିଏ ପାଇବାକୁ। ଶୁଣିଛି କୁଆଡ଼େ ଉତ୍ତରା ପଥରେ ସେମିତି ପାହାଡ଼ଟିଏ ଅଛି। କ'ଣ ହେଲା, ଏମିତି ଅନେଇଛ କାହିଁକି? ତମେ ମୋ ଦେହ ଛୁଇଁ ନୀଳମାଧବଙ୍କ ଆଜ୍ଞାମାଳା ଛୁଇଁ ଶପଥ କରିଛ ଚିନ୍ତାମଣି, ଆଉ ନିଜ ମୁହଁରେ ସ୍ୱୀକାର ବି କରିଛ ତମେ ମୋତେ ଭଲ ପାଅ। ମୋତେ ସେଇ ପଦ୍ମ ଫୁଲଟିଏ ଆଣିଦିଅ ଚିନ୍ତାମଣି। ମହାରାଜକୁ ମୁଁ ନେହୁରା ହେଇ କହିବି, ତମେ ନ ଆସିବା ଯାଏ ଆମ ବାହାଘର ବନ୍ଦ ରହିବ। ମୁଁ ଆସୁଛି ଚିନ୍ତାମଣି, ରାତି ଅନେକ ହେଲାଣି, ଝଡ଼ ବର୍ଷା ବି ଆଉ ନାହିଁ। ଲଳିତାକୁ ଏକା ଛାଡ଼ି ଆସିଛି, ସେ କାନ୍ଦୁଥିବ। ଆସୁଛି। छुआटा को छाड़ दे रात अधरे कुआड़े जे गला नाय नाय ओ नाय नाय मो कांदनी कांदनी जमा दे सोई पड़ो तम धाई मा एई ने आसी जिवे जे नाय सोई पड़ ओहो ये ओझटा पिलाटा कोन करिवे जे जमारु कांद बंद करूनी नाय 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 ललिता केते बड़ कांदुची कांदला मु केमी जानिबी जे मते तो निद लाग जाइतला ता कांद कानरे पड़िलारु मो निद भांगिला मु उठी आसी देखिली तू वर्षा राति रे तू कोड जाइथिलु ये कोन लुगापटा भिजी आइची आउ हाथ रे नीलमाधवଙ୍କ आज्ञामाଳ कोड जाइथिलु तू दे ललिता को मते दे ओदा सरसर रे छुआटा को धरले सर्दी हेइ जबनी हेले तू कोड जाइथिलु कहिलुन तो नाय 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 मु लोगा पालटी आसुची तू टिके पिलाटा को धरिथा मौन मुही कम जाने की पेट भीतर कथा काढिबा का बापर साध्य नाही नाय 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 सोई पड़ जेमा दे तम धाई मा इबे आसी गलेनी आ कांदनी नाय 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 ना 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 सोई पड़ दे नाय मना मते दे आलो आ मो नाय 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 छुआटा को एमिति कोड़ बसा करिछु जे तो छोड़ा आ काहारी पाखरे दुनी हबनी
ନାଇଁ ମ କଞ୍ଚା ନିଦରୁ ଉଠି ପଡ଼ିଲା ତ ସେଇଥିପାଇଁ କାନ୍ଦୁଛି। ନାଇଁ 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 ନା 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 ନା। ଆଲୋ ହେ ସୁକୁମାରୀ, ତୁ ତ ପୁଣି ଆଉ କୋଉ ଚିହ୍ନା ଛାତିରେ ଆଉଜି ପଡିବା ପାଇଁ ଏଇ ରାତି ଅଧଟାରେ ଝଡ଼ ବର୍ଷା ନ ମାନି ଉଆସ ଛାଡ଼ି ଚାଲି ଯାଇଥିଲୁ ତ? ଘସର ଘସର 15 ଘସର ତହିଁରୁ ବହଇ ପାଣି, ତୁମେ ଯୋଉ ପାଇଁ ନସର ପସର ଆମେ ସେ କଥାଟି ଜାଣି। କଣ ଜାଣିଛୁ? କଣ ଜାଣିଛୁ? କଣ ଜାଣିଛୁ ତୁ? ଆଉ ବାହାରି ହୋ ନା ବା। ଚିନ୍ତାମଣି ବାଇ କଲାଣି, ହେଲେ ଏତିକି ଟିକେ ତରସ ହଉନି ତୋର? କାଲି ଅମେଇସା, 15ଟା ଦିନ ପରେ ପୁନେଇ ଆସିବ। ହାତ ଗଣତିରେ ଆଉ 16ଟା ଦିନ ରହିଲା। ଏତିକି ଟିକେ ସମ୍ଭାଳି ଯା। ମାଳତୀ, କଟା ଘାରେ ଲୁଣ ଛିଟା ମାରୁଛୁ କାହିଁକି? ଆଲୋ ଲୋ, ମୁଁ କାହିଁକି ଲୁଣ ଛିଟା ମାରିବି? କଟା ଗାଁରେ ସିନିଅ ହାତ ବୁଲେଇ ଦବା ପାଇଁ ଲୋକ ତ ଅନେଇ କରି ବସିଛି। ତୁ ଏଠୁ ଯା ମାଳତୀ, ମତେ ଆଉ ବିରକ୍ତ କରନା। ମୁଁ ତତେ କାହିଁକି ବିରକ୍ତ କରିବି ମ? ଏସବୁ କଥା ଶୁଣି ତୋ ମନ ତ ଉଲୁସି ଉଠିବା କଥା। ହଉ ରେ ବାବା, ମୋ କାଇଲି। ଲଳିତା, ମା ମୋର, କେବେ ତୁ ବଡ଼ ହବୁ ମା? କେବେ କେବେ ରାଣୀ ମାକୁ ଦେଇଥିବା କଥାରୁ ମତେ ମୁକ୍ତି ଦବୁ? ମତେ ତୁ କଣ ବଞ୍ଚିବାକୁ ଦବୁନି ମା? ବଞ୍ଚିବାକୁ ଦବୁନି? ବଞ୍ଚିବାକୁ ଦବୁନି? আরে চিন্তামণি, তু ତତେ ଗୋଟେ କଥା ପଚାରିବି, କହିବୁ? କହିବି ଯେ, ହେଲେ ତୋ ମୁହଁଟା କାହିଁକି ଏମିତି ଶୁଖି ଯାଇଛି? ତୋର ତ ଏଇନେ କଚେ ପୁଅ ବାହାର। ଆସନ୍ତା ପୁନେଇରେ ତୋ ପିଲାଦିନର ସାଙ୍ଗକୁ ବୋହୂ କରି ଘରକୁ ଆଣିବୁ। ମୁହଁଟା ଧାନ ଉଷ ହାଣ୍ଡି ପରି କରିଛୁ କାହିଁକି? କାଲି ରାତିରେ ସୁକୁମାରୀ ତୋ ଘରକୁ ଯାଇଥିଲା ପରା। କଣ ଇଆଡୁ ସିଆଡୁ କିଛି କହିଲା କି? ନା, ୟାଡୁ ସିଆଡୁ କାହିଁ କହିବ? ଯାହା କହିଛି ସେ ତା ମନର କଥା କହିଛି। ହେଲେ ଜଣ ଜଣଙ୍କ ମନର କଥା ଏମିତି ନିଶ୍ଚୟ ହେଇ ଅନ୍ୟ ଜଣଙ୍କ ମନକୁ ଭାଙ୍ଗିଦେବ, ସେ କଥା ମୁଁ କେବେ ଜାଣିନଥିଲି। ଆରେ ହେ ଚିନ୍ତାମଣି, ତାକୁ ନେଇ ଘର କରିବୁ ପରା। ତୁ ସେ କଥାଟା ଶୁଣିନାଉ? ଅଖ ବୁଲୁଥିଲେ ଚକ ବୁଲୁଥାଇ, ବୁଲି ପଡୁଥାଏ ପହି, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି। କଥାଟା କଣ ହେଇଛି ମତେ ଟିକେ ଖୋଲି କହିଲୁ? ମାଳତୀ, ଅଜାଗା ଖା ଦେଖି ହୁଏନି କି ଦେଖେଇ ହୁଏନି। ତତେ ଯଦି କହିପାରନ୍ତି ହୁଏତ ମୁଁ ବଞ୍ଚି ଯାଆନ୍ତି, କିନ୍ତୁ ବଞ୍ଚିଛି ବୋଲି ତତେ କହିପାରୁନି। ଛାଡ଼ ସେ କଥା, ତୁ ମତେ ତା ସାଙ୍ଗରେ ଦେଖା କରିଦେଇ ପାରିବୁ? ତମ ଭିତରେ ଯଦି କିଛି ଘଟିଥାଏ ତାହେଲେ ସେ କଣ ଆଉ ଦେଖା କରିବା ପାଇଁ ତୋ ପାଖକୁ ଆସିବ? ଯଦି ତୋର ଦେଖା କରିବାକୁ ଏତେ ଇଚ୍ଛା, ତୁ ଉଆସକୁ ଯାଉନୁ? ମୁଁ ଉଆସ ଭିତରକୁ ଯାଇପାରିବି? ଆରେ ତୁ କଣ ଆମ ମଣିମାକୁ ଜାଣିନୁ? ତାଙ୍କ ମନଟା ଯେମିତି ଖୋଲା, ଉଆସର ଘର ଦ୍ୱାର ଅନ୍ତପୁର ସେମିତି ସମସ୍ତ ପାଇଁ ଖୋଲା। ତା ଛଡା ରାଣୀମା ଥିଲେ ବା କିଛିଟା ହେଇଥାନ୍ତା, ସେ ତ ନାହାନ୍ତି। କଣ ଯିବୁ? କଣ କରିବି ମୁଁ କିଛି ଜାଣିପାରୁନି। ଭାବୁଥା ବସିକି, ତେଣେ ରାଜାଙ୍କର ପୂଜା ଡେରି ହେଇଯିବ,
ମୁଁ ଯାଉଛି। ମାଳତୀ, ମହାରାଜ ସବୁଦିନ ସକାଳେ ପୂଜା କରିବାକୁ ଯାଉଛନ୍ତି। ସେ ଠାକୁର କେମିତି କେହି ବି ଦେଖି ନାହାନ୍ତି। ତୁ ତ ରାଜଘର ଲୋକ, ତୁ ଜାଣିଛୁ? ଏ କଥା ମତେ କହିଦେଲୁ ଆଉ କାହାଗରେ କହିବୁନି। ସେ ନୀଳମାଧବ ଠାକୁର କୋଉଠି ଅଛନ୍ତି କେହି ବି ଜାଣି ନାହାନ୍ତି। କାହାର ଦୁଃଖ କି ଅଭାବ ପଡ଼ିଲେ କିଏ ରୋଗ ବ୍ୟାଧିରେ ପଡ଼ିଲେ ମହାରାଜା ଯାଇ ନୀଳମାଧବଙ୍କୁ ତା କଥା ଜଣାନ୍ତି। ଆଉ କାହାର ଯିବାର ନିୟମ ନାହିଁ। ଏକଥା ତ ମୂଳରେ ମଣିମା କହିଛନ୍ତି। ତୁ ଏକଥା ଶୁଣିନୁ? ମାଳତୀ, ମଣିଷର ଏମିତି ଅନେକ ଦୁଃଖ ଅଛି ଯାହାକୁ ସେ କାହା ଆଗରେ କହିପାରେନି। କେବଳ ଭରସା ହେଇଥାନ୍ତି ତା ଠାକୁର। ଯଦି ନ କହିପାରୁଛୁ ଏଇଠି ଠାକୁରଙ୍କୁ ସୁମରଣ କରି କହିଦେ। ପ୍ରଭୁ ନୀଳମାଧବ ତୋ କଥା ନିଶ୍ଚୟ ଶୁଣିବେ। ହେଲେ ମୁଁ ଆଉ ଏଇଠି ରହିପାରିବିନି, ମୁଁ ଚାଲିଲି। ସୁକୁମାରୀ, 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 ଦେଲୁ ଦେଲୁ ଝିଅକୁ ପତ୍ରିକା ଦେଲୁ। ମଣିମା, ମୋର ଆପଣଙ୍କ ନିକଟରେ ଗୋଟେ ମାଗୁଣି ଥିଲା। ମୋ କନ୍ୟାକୁ ଲାଳନ ପାଳନ କରି ତୁ ତ ମତେ ନିଶ୍ଚିତ କରିଦେଇଛୁ। କଣ ମାଗୁଛୁ ମାଗ? ମୋ ବାହାଘର ଆଉ କିଛି ଦିନ ଘୁଞ୍ଚେଇ ଦେବା ପାଇଁ ମୁଁ ଅନୁରୋଧ କରୁଛି ମଣିମା। ବଡ଼ ଆଶ୍ଚର୍ଯ୍ୟ ଅନୁରୋଧ ତୋର। ଏ ବୟସରେ ଯିଏ ବାହା ହେବା ପାଇଁ ବ୍ୟଗ୍ର ହୋଇ ଉଠେ ସେ ପୁଣି ତା ବାହାଘର ଘୁଞ୍ଚେଇ ଦେବାକୁ ଚାହୁଁଛି। ତା ଛଡ଼ା ମୁଁ ଶୁଣିଛି ତମେ ଦି ଜଣ ପିଲାଦିନରୁ ସାଙ୍ଗ। ଆଉ ଏକଥା ବି ଶୁଣିଛି ତମମାନଙ୍କର ମା ତମ ବାହାଘର ପାଇଁ ପ୍ରତିଜ୍ଞା କରିଥିଲେ। ଏମିତି କଣ ଘଟିଗଲା ଯେ ଆଜି ତୁ ବାହା ହେବା ପାଇଁ ମନା କରିଦେଉଛୁ? ସେମିତି କିଛି ବିଶେଷ କାରଣ ଅଛି ମଣିମା। କଣ ସେ କାରଣ? ବେଶ, କହିବା ପାଇଁ ତୋର ଯଦି ଆପତ୍ତି ଅଛି ତାହେଲେ ଶୁଣିବା ବି ମୋର ଦରକାର ନାହିଁ। ନେ ମଣିମା, ଗୋଟେ କଥା ମନେ ରଖିଥିବୁ ସୁକୁମାରୀ, ମୁଁ ଥରେ ଯେଉଁ ଆଦେଶ ଦିଏ ତାକୁ କେବେ ବି ଫେରେଇ ନିଏନି। ଚିନ୍ତାମଣି ସହିତ ତୋ ବାହାଘର ହବ ଆସନ୍ତା ପୂର୍ଣ୍ଣମୀ ତିଥିରେ ହିଁ ହବ। ଆରେ ମହାରାଜ ତ ତାଙ୍କ ମୁକୁଟ ଛାଡ଼ିଗଲେ। ମାଳତୀ, 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 ମାଳତୀ। ହଁ? ତମେ ତମେ ଏଠିକି କାହିଁକି ଆସିଛ? କାହାରିକୁ ତ ଅଜଣା ନାହିଁ ମୁଁ ତତେ ବାହା ହଉଛି ବୋଲି, ତେଣୁ କେହି ମତେ ଅଟକେଇଲେନି। ତୁ ମତେ ନିର୍ବାସନ ଦଣ୍ଡ କାହିଁକି ଦେଲୁ ସୁକୁମାରୀ? ନିର୍ବାସନ ଦଣ୍ଡ? ହଁ, ମୁଁ ଜାଣେ ଆଉ ତୁ ବି ଜାଣିଛୁ ପାହାଡ଼ ଚୂଡ଼ାରେ କେବେ ବି ପଦ୍ମ ଫୁଲ ଫୁଟେନି। ଜୀବନ ସାରା ବିତିଗଲେ ବି ସେମିତି ପଦ୍ମ ଫୁଲ ମୁଁ କେବେ ପାଇବିନି। ଯିଏ ହାତ ପାନ୍ତାରେ ନଥାଏ ତାକୁ ପାଇବା ପାଇଁ ମନ ବେଶୀ ଉଚ୍ଚାଟ ହୁଏ। ତମେ କ'ଣ ଏକଥା ଜାଣିନ? ମୋ ପ୍ରଶ୍ନର ଉତ୍ତର କ'ଣ ଏଇଆ? ମୋର ସେ ପଦ୍ମଫୁଲ ଦରକାର। ପ୍ରତିଜ୍ଞା କରିଛି, ଠାକୁରଙ୍କ ନାଁରେ ଶପଥ ନେଇଛି, ମୁଁ ଯିବି, ନିଶ୍ଚୟ ଯିବି। ହେଲେ ପଦ୍ମ ଫୁଲ ପାଇଁ ନୁହେଁ, ତୋ ଇଚ୍ଛାକୁ ସମ୍ମାନ ଦେବା ପାଇଁ। କିନ୍ତୁ ମୁଁ ଚାଲିଗଲେ ତୁ ଏମିତି ସାରା ଜୀବନ ପାଇଁ ଅବିବାହିତ ହେଇକି ରହିଯିବୁ ଏ ରାଜ୍ୟର ନିୟମ ଅନୁସାରେ। ଯିବା ପୂର୍ବରୁ ସତ କଥାଟା ଶୁଣିଯାଅ ଚିନ୍ତାମଣି। ମୁଁ ଯାହା କରିଛି କେବଳ ଏ ପିଲାଟା ପାଇଁ। ତା ପାଇଁ ମୁଁ ସବୁ କିଛି କରିପାରିବି, ସବୁ ଦୁଃଖ ସହିପାରିବି। କିନ୍ତୁ ତଥାପି କହୁଛି, ମୁଁ ତମକୁ ଭଲ ପାଏ। ତମେ ଏଠି ଥିଲେ
ଆଉ ଏ ବାହାଘର ବନ୍ଦ ହେଇଯାଇଥିଲେ ତମର ମୁଣ୍ଡ କାଠ ହେଇଥାନ୍ତା। ଏଇଥିପାଇଁ ମତେ ନିର୍ବାସିତ କଲ ସୁକୁମାରୀ? ଗୋଟେ ସାମ୍ରାଜ୍ୟ ଅଛି ଚିନ୍ତାମଣି, ଯାହାର ନାଁ ହୃଦୟ। ସେଠି ତ ତମେ ଅଛ ଆଉ ଚିରଦିନ ରହିବ। ସେଠୁ ତମକୁ କେହି ନିର୍ବାସିତ କରିପାରିବେନି। ଯାଉଛି, ଆଉ ତ ଦେଖା ହବନି, ହେଲେ ଯିବା ଆଗରୁ ଏତିକି ଆଶୀର୍ବାଦ ଦେଇ ଯାଉଛି, ତୁ ଯୋଉ କାରଣ ପାଇଁ ମତେ ଦଣ୍ଡ ଦେଇକି ନିଜେ ଏତେ ବଡ଼ ଦଣ୍ଡ ଗ୍ରହଣ କଲୁ, ସେ କାମ ତୋର ସଫଳ ହଉ। ଯାଉଛି। ଯାଅ ଚିନ୍ତାମଣି, ଜୀବନରେ ଆଉ କେବେ ବି ଦେଖା ହବନି, କିନ୍ତୁ ଏତିକି ଜାଣି ରଖ, ମୋ ଜୀବନରେ ତମ ଛଡ଼ା ଆଉ କେହି ବି ଆସିବେନି, କେବେ ବି ଆସିବେନି। ସୁକୁମାରୀ, ମଣିମା, ଆପଣଙ୍କ ମୁକୁଟ ଭୁଲି ଯାଇଥିଲେ। ହଁ, ମୁଁ ମୁକୁଟ ନେବା ପାଇଁ ଆସିଥିଲି। ହଠାତ୍ ତମ ଦି ଜଣଙ୍କ କଥା ମୋ କାନରେ ପଡ଼ିଲା। ବାହାରେ ଥାଇ ମୁଁ ସବୁ ଶୁଣିଛି। ୟା ଛଡ଼ା ତୋର କ'ଣ ଅନ୍ୟ କିଛି ଉପାୟ ନଥିଲା ମା? ତାହେଲେ ଆପଣଙ୍କ ନିୟମକୁ ଲଙ୍ଘନ କରାହେଇଥାନ୍ତା ମଣିମା। ନିୟମ? ମୋରି ନିୟମ ଜେଲରେ ତୁ ମତେ ପକେଇଦେଲୁ। ମୁଁ ଯୋଉ ନିୟମର ଲକ୍ଷ୍ମଣ ରେଖା ଟାଣିଥିଲି ତାରି ପାଖରେ ଆଣି ମତେ ଠିଆ କରିଦେଲୁ। ଏମିତି କାମ ତୁ କାହିଁକି କଲୁ ମା? ମହାରାଣୀଙ୍କ ପାଖରେ ମୁଁ ସତ୍ୟ କରିଥିଲି ମଣିମା। ସେ ସତ୍ୟ ଲଙ୍ଘନ କରିବାର ଶକ୍ତି ମୋର ନାହିଁ। ବିଶ୍ୱାବସୁ, ଯାହା ହେଲା ଭଲ ପାଇଁ ହେଲା, ଯାହା ହଉଛି ଭଲ ପାଇଁ ହଉଛି, ଆଉ ଯାହା ହବ ଭଲ ପାଇଁ ହବ। କିନ୍ତୁ ପ୍ରଭୁ, ସୁକୁମାରର ଇଏ ତ୍ୟାଗ, ଚିନ୍ତାମଣିରେ ନିର୍ବାସନ। ଦେଖ ବିଶ୍ୱାବସୁ, ବର୍ତ୍ତମାନର ଘଟଣା ପ୍ରବାହକୁ ତତ୍କାଳୀନ ସମୟର ମାନଦଣ୍ଡରେ ବିଚାର କର ନାହିଁ। ଯାହା କିଛି କର୍ମ ମାନବ କରେ ବା କରିବାକୁ ଯାଏ, ତାର ଫଳ ସୁଦୂର ପ୍ରସାରୀ। କ୍ଷାନ୍ତ ହୁଅ ବିଶ୍ୱାବସୁ, ବିଚଳିତ ହୁଅ ନାହିଁ, ସ୍ଥିତପ୍ରଜ୍ଞ ହୁଅ। ତୁମକୁ ଦିଆଯାଇଥିବା କର୍ମ ଉପରେ ତୁମେ ବିଶ୍ୱାସ ରଖ। କ'ଣ ହବ ଚିନ୍ତାମଣି ଓ ସୁକୁମାରର ଭବିଷ୍ୟତ ପ୍ରଭୁ? ଆଗକୁ କ'ଣ ଅଛି ଜାଣିବାକୁ ଚେଷ୍ଟା କର ନାହିଁ ବିଶ୍ୱାବସୁ, କାରଣ ସମୟକୁ ସଜେଇବାର ଅଧିକାର ତୁମର ନାହିଁ। ସମୟର ପ୍ରେକ୍ଷାପଟରେ ଦୃଶ୍ୟାବଳୀର ପରିକଳ୍ପନା ମୁଁ କରେ, ତୁମେ ଖାଲି ଭବିଷ୍ୟତକୁ ଅପେକ୍ଷା କର। ଯାଅ ବିଶ୍ୱାବସୁ, ରାଜ୍ୟ ଶାସନ କର, ତୁମ କନ୍ୟାକୁ ଉପଯୁକ୍ତ ଭାବେ ପାଳନ କର। ଦିନେ ସେ ହେବ ଦୁଇଟି ସଭ୍ୟତାର ସଂଯୋଗ ବିନ୍ଦୁ, ସେ ହେବ ଆର୍ଯ୍ୟ ଅନାର୍ଯ୍ୟଙ୍କ ଭିତରେ ମିଳନର ସେତୁ। ପ୍ରଭୁ, ଯାହା ତୁମର ଇଚ୍ଛା। କୁହାଯାଏ, ସମୟ ଏବଂ ସ୍ରୋତ କାହାକୁ ଅପେକ୍ଷା କରେନି। ଦିନ ଗଡ଼ି ମାସ ହୁଏ, ମାସ ଗଡ଼ି ବର୍ଷ ହୁଏ। ଏହିପରି ସମୟ ତାର ଆପଣା ଛନ୍ଦରେ ବିତିଯାଏ। ଶବର ରାଜ୍ୟରେ ବି ସମୟ ସେମିତି ଦିନ ମାସ ବର୍ଷ ହେଇ ଗଡ଼ି ଚାଲେ। ନୂଆ ପୁରୁଣା ହୁଏ, ଋତୁ ପରିବର୍ତ୍ତନ ହୁଏ, କିନ୍ତୁ ବିଶ୍ୱାବସୁଙ୍କ ଜୀବନରେ କିଛି ପରିବର୍ତ୍ତନ ହେଇନି। ସେଇ ଯେ ନୀଳମାଧବଙ୍କୁ ଗୋପନରେ ପୂଜା ଆରମ୍ଭ କଲେ, ସେଇ ଦିନଠୁ
कि खरा कि वर्षा कि शीत कौन गोटे दिन भी तांकर पूजा छाड़ ହେଇନି। अवश्य गोटे परिवर्तन ହେଇଛି। से प्रभु नीलमाधवଙ୍କ पाखरे वर्तमान एपरि समर्पित जे अन्य सब कार्य तांक पाखरे गौण हो जाइछि। विश्वावसु वर्तमान परम भक्त हो जाइछन्ति नीलमाधवंकर। सुकुमारी मणिमा ललिता फुल आलिया पे ए जाई कुआडे गला? पूजा डेरी हेलानी। मु देखुची। ललिता 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 मालती ललिता को देखिଛୁ? मला तू तो ताको कानी रे बांधी रखिछु। कानी फिटेई देखुनु मते कोन पचारछु? तोर से थटा कथा गलानी। सकाळ उठी झियोटा कोठी कोन करूची ए पर्यंत मुहरे किछि देलानी। कुआडे जे गला तू जानिनु? नीलमाधवଙ୍କ फूल तोलिबा काम दिने तू करूथिलु। ललिता को रानी मां तो कोଳରେ छाड़ी देबा दिन ठारू से काम मु करूथिली। एबे ललिता से काम मो हाथरो छड़े नेछि। कोठी फूल तोलुथिबो के कोन करूथिबो? महाराज को पूजा करबा को जिबा बेला हे गलानी। एते बेला जाए तार कोन फूल तोला काम सरीनी। कोठी ताको खोजिबी। खजु था एमिति खोजी खोजी निज बयसटाकू तो हजई देलुनी। भरा जौबनटा ढଳି पड़लानी। सेई दिनटू से चिंतामणिटा कुआडे जे गला? तोर तो चिंतामणि पाई भारी दर्द उछुली पड़ुची। कौन करिबी? पंचहता मर्दटा चालिले भुई दुल्लुक थिला। से कुआडे जे गला आउ तार देखा मिलू नाही। से दिन जोगीटा केंदरा बजेई भिक मागुथिला। से कौन गाउथिला जानिछु? तो लागी सजनीलो जोगी बेस हेली जहा आनीथिली ताकू थाळे बंदेइली। मो आखिरु लुह बही पड़िला लो। खाली चिंतामणि कथा मने पड़िला। आलो से कौन देशांतरी होई गला ना कौन? देख मालती बारंबार तू ता कथा काहे की मने पकोछु? 7-8 वर्ष हे गला तार देखा नहीं। मोर दिन सब केमिति कटुची से कथा प्रभु नीलमाधव जानती। ललिता 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 सते जेमती ता सराग सांगरे नहीं ता सासु घर को जीव। छोपरी ललिता 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 तू एठी वर्ष सारा मु तते खोजी आसिलेनी। महाराज तेने नीलमाधव को पूजा पाई व्यस्त हेलेनी। मालती केमती इछि धाइमा? भारी सुंदर हेची। दे फूलमाला आउ जा फूल रखिछु दे महाराज को दे आसीबी। बारे मते कष्ट रे एते सुंदर मालती गुंथिछि बाबा को दे देबी। आउ कोन तू पिंदिबा को रखिछु? एमती कहना धाइमा मु एटा नीलमाधव को पाई गुंथिछि। याकू मु पिंदिले ठाकुर रागी जिबे। की कथा कहछु तू? नीलमाधव को पाई माला गुंथिछु अथच महाराज को हाथ को दबुनी? ताहले ठाकुर पिंदिबे केमिति? मु आज बापांक संगे रे तांको दर्शन करबा को जिबी। महाराज अनुमति देछंती? अनुमति न देइथले आज देबे। सेमिति कहना मां। आज पर्यंत महाराज केबे काहाकू नीलमाधव का आस्थान देखै नांती। तांको छड़ा आउ केही जेमिति पूजा न करंती से आदेश महाराज तांको ठारू पाइछंती। दर्शन करबा को भारी इच्छा होछि धाइमा। सेति पई सखाळु उठी फूल तोलिली। नई को जाई गाधेइली। आउ एठी बसी माळ गुंथुची। धाइमा तो कथा तो बाबा सुनंती। तू तांको मोलाई कहना। नाइलो मां से कथा कहनी। जदि ठाकुर प्रसन्न हुंती ताहले तू दिने ना दिने निश्चय दर्शन पाइबू। सुकुमारी एई महाराज आसिलेनी। कौन माँ आज तोर फूल दवा को एते डेरी? मते बहुत बड़ जीवक पड़िबो। नीलमाधव बहुत दूर अछंती ना? हाँ माँ हेले तांको पाखरे दूरता कौन? मुनि ऋषि माने कहिचंती भाव को निकट से जे अभाव को दूर। मु आज तम संगे तांको टिके दर्शन करबा को जानतीनी बाबा।
नाई रे माँ तोर बयस ही ठाकुर को दर्शन करिबारे बयस कौन मुझे बाबा जिद कर माँ जोटा संभव नुहे सेटा तो बापा हेले भी करि परिबिनी सुकुमारी फूल चांगुटा दे नियंतु महाराज ललिता ठाकुरंक पाई बहुत सुंदर मालती गुंथी कहीं देखी अरे वाह बहुत सुंदर है माल गुंथर मु जानी पारुची प्रभु नीलमाधव प्रति तोर भक्ति केते हेले माँ मु आसुची आमा महाप्रभु आज मो कन्या ललिता भक्ति सहकारे आपण को पाई माला गुंथी थिला तार बहुत इच्छा थिला आपण को दर्शन करिबा पाई हेले आपण को बिना अनुमति रे मु ताको केमिति आनी थांदी कहले तार भक्ति रे गुंथाइथिबा मालाटी ग्रहण करी ताको आशीर्वाद करंतु प्रभु भल करी निरीक्षण कर विश्वावसु सबुदिन अपेक्षा प्रभु नीलमाधव आज केमिति आहुरी उज्जवल देखा जाउचंती से तुम कन्यार भक्ति पुष्प ग्रहण करचंती मते तो धन्य करिचंदी प्रभु आज जानिले मो कन्या भी धन्य होई गला आमर सबर कुल प्रति आपण को आशीर्वाद एमिति थाउ प्रभु कुसुम आसिलानी किलो कुसुम तू आसिलु जेमा दे कोडे गले तांको तू भलो सांग एका संगे रे खेळ बुल आज कोन तू एका आसीचु जेमा दे एठिके आसी नांती मला आसीथिले कोन आमे तांको लुचेई देइचु ना कोन कुआडे जे गले उआसटा जाक लोक समस्त तांको खोजुचंती राजा सकाळ उठी गाधोई पाधोई पूजा दबाको बाहरुतिले देखिले दुआर आगरे फूल डालाटा थुआ हेची अथच जेमा देई नाहंती जेमा देई कोन रुसी छंती के जानी ए कल्ला काली कथा परा ठाकुरंक पाई फूल माळटे गुंती बाबा शांत को कहिले से तांक संगे ठाकुर देखिबा पाई जिबे आ मणिमा संगे नेलेनी सेति पाई राग होई जाइथिबो देखिलुनी काली परा खेलिबा को आसी नथिले सकाळ फूल तळे कुआडे गले के जानी तू आम संगे खेलिबो ना जेमा देई नाहंती बोली मन मारी बसिबो आम लुचकाळी खेलिबा इट्टी किल्ली मिट्टी किल्ली फुटी गला जगतर नाथ जगन्नाथ बिंदु ठारु सिंधु तुमे सर्वव्याप्त आपण इच्छारे अधा गढ़ा होई बसी अछाहे नीला
शेषाद्रि गोसाई भावरे प्रकट अभवे गुपत तुम्हें ही आरंभ तुम्हें ही समाप्त श्री जगन्नाथ